ହାଲେଲୁୟା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ସମସ୍ତଙ୍କୁ ନମସ୍କାର। ବିଶେଷ କରି ପ୍ରଭୁ ଆଜି ମଧ୍ୟ ଆମମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ କରି ଆମମାନଙ୍କୁ ଏପର୍ଯ୍ୟନ୍ତ ଜୀବିତ ରଖି ଅଛନ୍ତି, ସେଥିପାଇଁ ପ୍ରଭୁଙ୍କ ନାମକୁ ଧନ୍ୟବାଦ ହଉ। ମୋ ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ଆପଣମାନେ ପ୍ରସ୍ତୁତ ହୋଇଅଛନ୍ତି ବୋଲି ମୁଁ ଆଶା କରୁଅଛି। ଆପଣମାନେ ଯେତେ ଲୋକ ଆମ ସିୟନ ମଣ୍ଡଳୀର ଖ୍ରୀଷ୍ଟିଆନ ମେସେଜ ଆପଣମାନେ ଶୁଣାଉଛନ୍ତି, ଦୈନନ୍ଦିନ ପ୍ରଭୁଙ୍କ ଠାରେ ଆପଣମାନେ ଆତ୍ମିକତାରେ ବଢ଼ୁଅଛନ୍ତି ବୋଲି ମୁଁ ବିଶ୍ୱାସ କରୁଅଛି। ଆସନ୍ତୁ ମୋର ପ୍ରିୟ ଭାଇମାନେ, ଆଜି ଆମ୍ଭେମାନେ ତିନୋଟି ପାତ୍ର ବିଷୟରେ ପ୍ରଭୁଙ୍କ ବାକ୍ୟ ଶୁଣିବା। ଗୋଟିଏ ପାତ୍ର ହେଉଛି ଦେଖେଇ ହେଉଥିବା ପାତ୍ର, ଆଉ ଗୋଟିଏ ପାତ୍ର ହେଉଛି ନିଜଠାରେ ଯାହା ଅଛି ତାହା ଦେଖାଇବା ପାତ୍ର, ଆଉ ଗୋଟେ ପାତ୍ର ହେଉଛି ଭଙ୍ଗା ପାତ୍ର। ହାଲେଲୁୟା। ଏ ତିନି ଗୋଟି ପାତ୍ରର ବିଷୟ ଆମେ ସଂକ୍ଷିପ୍ତରେ କିଛି ନା କିଛି ଦେଖିବା। ଆଉ ପ୍ରଭୁଙ୍କ ଠାରେ ଆମେ କିଛି ନା କିଛି ପ୍ରଭୁଙ୍କର ସେଇ ଆତ୍ମିକ ବିଷୟ ବୁଝିବା ପାଇଁ ଆମେ ପ୍ରଚେଷ୍ଟା କରିବା ଆତ୍ମାଙ୍କ ସାହାଯ୍ୟରେ। ମୋ ସହିତ ଖୋଲନ୍ତୁ ଦ୍ୱିତୀୟ କରିନ୍ଥୀୟ ପୁସ୍ତକ 4 ପର୍ବ ତାର 7 ପଦରୁ ଆମେମାନେ ପଢ଼ିବା। ମାତ୍ର ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି ତାହା ଯେ ଆମମାନଙ୍କ ଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ। ଆମେମାନେ ସର୍ବପ୍ରକାରେ କ୍ଲେଶ ଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୁହେଁ, ହତବୁଦ୍ଧି ହେଉଅଛୁ, ତଥାପି ବିନାଶ ନହୁଁ, ତାରଣ ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନହୁଁ, ଅଧପତିତ ହେଉଅଛୁ, ତଥାପି ବିନଷ୍ଟ ନହୁଁ। ଆମେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଖ୍ରୀଷ୍ଟଙ୍କ ଜୀବନ ମଧ୍ୟ ଆମମାନଙ୍କ ଶରୀରରେ ପ୍ରକାଶିତ ହୁଏ। କାରଣ ଯୀଶୁଙ୍କ ଜୀବନ ଯେପରି ଆମମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମେମାନେ ଜୀବିତ ହେଲେ ହିଁ ସର୍ବଦା ଖ୍ରୀଷ୍ଟଙ୍କ ସକାଶେ ମୃତ ମୁଖରେ ସମର୍ପିତ ହେଉଅଛୁ। ପ୍ରଭୁ ପଠିତ ବାକ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଛୋଟ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତକାରୀ ସଦାପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ବାକ୍ୟ ଯେଉଁ ଜଟିଳ ଅଟେ, ପ୍ରଭୁ ପରମେଶ୍ୱର, ବାକ୍ୟ ଯେ ପ୍ରଭୁ ଅଗାଧ ଗଭୀର ଠାରୁ ପ୍ରଭୁ ପରମେଶ୍ୱର, ପରମେଶ୍ୱର ତୁମର ସେଇ ପରମେଶ୍ୱର ପବିତ୍ର ଆତ୍ମା ପରମେଶ୍ୱର ଆମମାନଙ୍କୁ ତାହା ଜଣାଇଲେ ହିଁ ଆମେ ଜାଣିପାରିବୁ। ପ୍ରଭୁ ତୁମର ବାକ୍ୟ ଆମକୁ ବୁଝିବାକୁ ପ୍ରଭୁ ତୁମର ଶକ୍ତି ପ୍ରଦାନ କର। ଯେ ପ୍ରକାର ପରମେଶ୍ୱର ଆମେ ତୁମର ବାକ୍ୟ ଅନୁସାରେ ଜୀବନଯାପନ କରିପାରିବୁ, ସେଥିପାଇଁ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍। ହାଲେଲୁୟା। ମୁଁ ତୁମକୁ ଯେତିକି ବାକ୍ୟ ପଢ଼େଇଲି ସେତିକି ବାକ୍ୟ ସଂକ୍ଷିପ୍ତ କହିବାକୁ ଚେଷ୍ଟା କରିବି, କିନ୍ତୁ ଏଇ ଦ୍ୱିତୀୟ କରିନ୍ଥୀୟ 4 ପର୍ବ ତାର 7 ପଦରେ ଯାହା ଲେଖା ହେଇଛି ତାହାକୁ ଯଦି ଆମେମାନେ ବ୍ୟାଖ୍ୟା କରିବା, ତାହାକୁ ଯଦି ଆମେ ଭାଙ୍ଗିବା, ବହୁତ ସମୟ ଲାଗିବ। ହାଲେଲୁୟା। ତଥାପି ଆମେମାନଙ୍କୁ ପ୍ରଭୁ ସଂକ୍ଷିପ୍ତରେ ବୁଝାନ୍ତୁ, ଆମେମାନେ ଚେଷ୍ଟା କରିବା, ଆତ୍ମାଙ୍କ ସାହାଯ୍ୟରେ ଚେଷ୍ଟା କରିବା। ଏ ଜାଗାରେ ଲେଖା ହେଇଛି, ମାତ୍ର ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି ତାହା ଯେ ଆମମାନଙ୍କ ଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ। ହାଲେଲୁୟା। ଆମେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ। ତାହା କ'ଣ ବୋଲି କହିଲେ, ଧନ ବୋଲି କହିଲେ ଏଇ ଜଗତର ଧନ ନା ସ୍ୱର୍ଗର ଧନ? ହାଲେଲୁୟା। ତା ତଳେ ଲେଖା ହେଇଛି, ଆମେମାନେ ଯଦି ଦେଖିବା
ସେ 4 ତାର 10 ଲେଖା ଅଛି, ଆମେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମମାନଙ୍କ ଶରୀରରେ ପ୍ରକାଶିତ ହୁଏ। ହାଲେଲୁୟା। ଏଇଟା ହେଉଛି ସେ ଧନ। ଆମେମାନେ ସର୍ବଦା ଆମର ଏ ଶରୀର ଭିତରେ ଯୀଶୁଙ୍କର ସେ ଜୀବନକୁ ଆମେ ଅନୁଭବ କରୁଅଛୁ। ତେଣୁ ଏ ଶରୀରରେ ମୃତ୍ୟୁର ମାନେ କାର୍ଯ୍ୟକୁ ମଧ୍ୟ ଆମେ ଅନୁଭବ କରୁଅଛୁ। ହାଲେଲୁୟା। ଯେତିକି ଲୋକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଅଛନ୍ତି ଏବଂ ତାହାଙ୍କର ଆଜ୍ଞା ପ୍ରମାଣ ଚାଲୁଅଛନ୍ତି, ସେମାନେ ବାସ୍ତବରେ ଆନନ୍ଦରେ ଏହି ଜିନିଷକୁ ଗ୍ରହଣ କରିପାରିବେ। ଯାହାକି ପ୍ରେରିତ ପାଉଲ କହୁଅଛନ୍ତି, ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି ତାହା ଯେ ଆମମାନଙ୍କ ଠାରୁ ଉତ୍ପନ୍ନ ହୋଇନାହିଁ। ହାଲେଲୁୟା। ଯେଉଁ ମହାଶକ୍ତି, ସେ ମହାଶକ୍ତି କ'ଣ ବୋଲ ଯୀଶୁ। ହାଲେଲୁୟା। ସେ ମହାଶକ୍ତି ହେଉଛନ୍ତି ଯୀଶୁ। ସେ ମହାଶକ୍ତିକୁ ଆମେମାନେ ମୃତ୍ତିକା ପାତ୍ରରେ ପାଇଅଛୁ। ବୁଝିପାରୁଛନ୍ତି ନା? ସେ ମୃତ୍ତିକା ପାତ୍ର କିଏ ବୋଲି କହିଲେ ତୁମେ ଆଉ ମୁଁ। ହାଲେଲୁୟା। ସେ ମୃତ୍ତିକା ପାତ୍ର ଆମେମାନେ ଏକା। ଆପଣମାନେ ଜାଣିଛନ୍ତି, କୁମ୍ଭକାର ଯେତେବେଳେ ମୃତ୍ତିକା ଗୁଡ଼ାକ ତିଆରି କରିବ, ସେଇ ମୃତ୍ତିକା ଜାଗତିକ ମାଟିରେ ତିଆରି କରିବ। ସେ ଲୋକ ଜାଗତିକ ମାଟିରେ ପୁରା ପେଷ୍ଟ ପରି କରିଦେଇକରି ତାକୁ ପୁରା ସଫା କରି ଗଡ଼ି ଆଉ ପଥର ଯାକ ନଥାଉନୁ ପୁରା ସଫା କରିକିରି ସୁନ୍ଦର ସୁନ୍ଦର ଆକୃତିର ପାତ୍ର ଗୁଡ଼ାକ ତିଆରି କରିପାରିବେ। ତାଙ୍କେ ତିଆରି କରିବେ। ହେଲେ ତହିଁ ମଧ୍ୟରୁ କେତୋଟି ପାତ୍ର ଭାଙ୍ଗି ଯାଇଥିବ, କେତୋଟି ପାତ୍ର ଭଲରେ ରହିଥିବ, କେତୋଟି ପାତ୍ରକୁ ବହୁତ ସୁନ୍ଦର ଭାବରେ ଗଢ଼ିକିରି ତାକୁ ସୁନ୍ଦର ଭାବରେ ଆଉ କଲର୍ ଫଲର୍ ଦେଇକରି ଆଉ ପୁରା ଡିଜାଇନ୍ କରିକରି ଆଉ ରଖିଥିବେ। ଆଉ ତାର ଡିଜାଇନ୍ ଅନୁସାରେ, ତାର କାର୍ଯ୍ୟ ଅନୁସାରେ, ତାର ଷ୍ଟ୍ରଙ୍ଗ ଅନୁସାରେ ଆଉ ସେ ରେଟ୍ ନିଏ। ହାଲେଲୁୟା। ସେ ତାର ମଜୁରୀ ନେଇଥାଏ। ହେଲେ ଏଇ ମୃତ୍ତିକା ହେଉଛି ମନୁଷ୍ୟ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାଙ୍କୁ ତିଆରି କରିଅଛନ୍ତି। ହାଲେଲୁୟା। ଏଇ ମୃତ୍ତିକା ପାତ୍ର ଯେ ଆମେମାନେ ଆମମାନଙ୍କର ଶରୀର ମଧ୍ୟରେ ଆମେମାନେ ଯୀଶୁଙ୍କୁ ପାଇପାରୁଛୁ। କେମିତି ତା ପାଇପାରୁଛୁ ବୋଲି କହିଲେ, ପ୍ରେରିତ ପାଉଲ କହୁଛନ୍ତି, ଈଶ୍ୱରଙ୍କର ମହାଶକ୍ତି ପୁଣି ଯେ ଆମମାନଙ୍କ ଠାରୁ ଉତ୍ପନ୍ନ ହୁଏ, ସେ ମହାଶକ୍ତି ଏହା ଯେପରି ପ୍ରକାଶିତ ପାଏ। ହାଲେଲୁୟା। ଆମମାନଙ୍କ ଠାରୁ ସେ ମହାଶକ୍ତି ଉତ୍ପନ୍ନ ହୋଇନାହିଁ, ମାତ୍ର ଆମମାନଙ୍କ ଭିତରେ ପରମେଶ୍ୱର ତାହା ରଖିଅଛନ୍ତି। ସେ ହେଉଛନ୍ତି ଯୀଶୁ। ହାଲେଲୁୟା। ସେ ମହାଶକ୍ତି ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ। ପ୍ରେଜ୍ ଦ ଲର୍ଡ। ସେ ମୃତ୍ତିକା ପାତ୍ରରେ ଯେଉଁ ଧନ ପ୍ରଭୁ ରଖିଅଛନ୍ତି, ତା ଆମମାନଙ୍କ ଠାରୁ ଉତ୍ପନ୍ନ ନୁହେଁ। ପ୍ରଭୁ କହିଛନ୍ତି, ତୁମେମାନେ ଜଗତରୁ ଉତ୍ପନ୍ନ ହୋଇନାହଁ, ମୁଁ ତୁମମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି। ହାଲେଲୁୟା। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଆମେମାନେ ଉତ୍ପନ୍ନ ହୋଇଅଛୁ। ତାହାଙ୍କ ମହାଶକ୍ତି ଯେ ପ୍ରକାର ପ୍ରକାଶିତ ହେବ, ସେଥିପାଇଁ ଏଇ ମୃତ୍ତିକା ପାତ୍ରରେ ଆମେମାନେ ତାହା ପାଇଅଛୁ। ହାଲେଲୁୟା। ଆମେ ମୃତ୍ତିକା ପାତ୍ରରେ ଏ ଶରୀର ପରମେଶ୍ୱରଙ୍କ ମନ୍ଦିର। ହାଲେଲୁୟା। ଏ ଶରୀର ହେଉଛି ପରମେଶ୍ୱରଙ୍କର ମନ୍ଦିର। ଏ ମନ୍ଦିର ଭିତରେ ପ୍ରଭୁ ଯୀଶୁ ଧନ ସ୍ୱରୂପେ ଅଛନ୍ତି। ହାଲେଲୁୟା। ଧନ ସ୍ୱରୂପେ ଅଛନ୍ତି। ସେ ମହାଜଳ ମଧ୍ୟରେ ସେ ପ୍ରକାଶିତ ହୁଅନ୍ତି। ହାଲେଲୁୟା। ମହାଜଳ କଳହ ମଧ୍ୟରେ ସେ ପ୍ରକାଶିତ ହୁଅନ୍ତି। ତାହା ଅଲଗା ଟପିକ୍ ଅଟେ, ଗୀତ ସଂହିତାରେ ଲେଖାଯାଇଛି। କିନ୍ତୁ
এই জায়গাରେ ଆମେ ପାତ୍ର ବିଷୟରେ ଚିନ୍ତା କରୁଅଛୁ। ଏ ମୃତ୍ତିକା ପାତ୍ର ହେଉଛି ଆମେମାନେ। ଆମେମାନେ ଜାଣୁ ମୃତ୍ତିକା ପାତ୍ର ମାନେ କ'ଣ। ହାଲେଲୁୟା। ବିଶ୍ୱାସୀମାନଙ୍କୁ ମୃତ୍ତିକା ପାତ୍ର ବୋଲି ଏଠି ପରିଚୟ ଦିଆଯାଇଛି। ବିଶ୍ୱାସୀମାନେ ପ୍ରଭୁଙ୍କର ଲୋକମାନେ, ପ୍ରଭୁଙ୍କର ମନୋନୀତ ଲୋକମାନଙ୍କୁ ଏ ଜାଗାରେ କୁହାଯାଇଛି ମୃତ୍ତିକା ପାତ୍ର। ହାଲେଲୁୟା। ଏହି ମୃତ୍ତିକା ପାତ୍ରରେ ଆମେମାନେ ଯୀଶୁଙ୍କୁ ଧନ ସ୍ୱରୂପେ ପାଇଅଛୁ। ପ୍ରେଜ୍ ଦ ଲର୍ଡ। ହେଲେ ଯେଉଁମାନେ ଏ ମୃତ୍ତିକା ପାତ୍ରରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପାଇଅଛନ୍ତି ସେମାନେ ଧନ୍ୟ ଅଟନ୍ତି। ଆମେ ଦେଖିବା ଗୋଟିଏ କୁମ୍ଭକାର ଗୋଟିଏ ପାତ୍ର ତିଆରି କରିଛନ୍ତି। ସେ ପାତ୍ରକୁ ପୁରା ମାନେ ରଙ୍ଗ ବିରଙ୍ଗ ଭୟଙ୍କର ଚିତ୍ର ବିଚିତ୍ର କରି ଆଉ ସେ ପାତ୍ରକୁ କ'ଣ କରିଛନ୍ତି, ଆଉ ସମସ୍ତେ ଦେଖାଇବା ପାଇଁ ଗୋଟେ ଜାଗାରେ ରଖିଛନ୍ତି ଆଡ଼ଭର୍ଟାଇଜ୍ କରିବା ପାଇଁ। ହେଲେ ଯେତେ ଲୋକ ସେ ବାଟ ଦେଇକି ଆସୁଥିବେ, ବାଃ ଏଇ ପାତ୍ର କେତେ ସୁନ୍ଦର ଅଛି, ଏ ପାତ୍ର କିଏ ବନେଇଛି, ମାତ୍ର ଏତେ ସୁନ୍ଦର ଅଛି, ଏ ରଙ୍ଗ ଏତେ ବଢ଼ିଆ ଅଛି, ଆର ଡିଜାଇନ୍ ଏତେ ସୁନ୍ଦର ଅଛି, ଆକୁ ଯେମିତି ମଧ୍ୟ ଆମେ ନେଇକରି ଆମ ଘର ସକେସ୍ ଉପରେ ରଖିବା ବୋଲି ଅନେକ ନୂତନ ଦମ୍ପତି ମାନେ, ଅନେକ ପରିବାର ତାହା କିଣିକି ନିଅନ୍ତି। ହାଲେଲୁୟା। ହେଲେ ସେ ପାତ୍ର, ପ୍ରଥମ ପାତ୍ର ହେଉଛି ଦେଖେଇ ହେବା ପାତ୍ର। ହାଲେଲୁୟା। ପ୍ରଥମ ପାତ୍ରର ନାଁ ହେଉଛି ଦେଖେଇ ହେବା ପାତ୍ର। ଆଜି ଅନେକ ଲୋକମାନେ ଦେଖେଇ ହେବନ୍ତି। ଆଉ ଦ୍ୱିତୀୟ ପାତ୍ର ହେଉଛି ସେ ହୃଦୟ, ମାନେ ତାର ଭିତରେ ସେ ଯାହା ରଖିଅଛି ତାହାକୁ ଦେଖେଇବା ପାତ୍ର। ହାଲେଲୁୟା। ତାର ମାନେ ସେ ମୃତ୍ତିକା ଭିତରେ ଯାହା ରଖିଅଛି ତାହା ପ୍ରକାଶ କରିବା ପାତ୍ର, ଦ୍ୱିତୀୟ ପାତ୍ର। ତୃତୀୟ ପାତ୍ର ହେଉଛି ଭଗ୍ନ ପାତ୍ର। ହାଲେଲୁୟା। ତୃତୀୟ ପାତ୍ର ନାଁ ଅଛି ଭାଙ୍ଗିଯିବା ପାତ୍ର, ମାନେ କଣା ହେଇଯାଇଥିବ ବା ଛିଦ୍ର ହେଇଯାଇଥିବ, ନହେଲେ ପାଟି ଯାଇଥିବ, ତାକୁ ଭଗ୍ନ ପାତ୍ର ବୋଲି କୁହାଯିବ। ହାଲେଲୁୟା। ହେଲେ ଏ ପ୍ରଥମ ପାତ୍ର କ'ଣ କରୁଛି ବୋଲେ ନିଜକୁ ଦେଖେଇ ହେଉଛି, କିନ୍ତୁ ଭିତରେ କିଛି ନଥିବ। ହାଲେଲୁୟା। ହେଲେ ଏଟା ଏତେ ସୁନ୍ଦର ଅଛି ଏ ପାତ୍ର, ଆର ଭିତରେ କ'ଣ ଅଛି ବୋଲି ଲୋକମାନେ ଯାଇ ଦେଖିଲା ବେଳକୁ ଭିତରେ ମାତ୍ର କିଛି ନଥିବ, ବାହାରକୁ ପୁରା ସୁନ୍ଦର ଥିବ। ହାଲେଲୁୟା। ବାହାରକୁ ପୁରା ସୁନ୍ଦର ଥିବ, ପୁରା ଡିଜାଇନ୍ ଥିବ, ପୁରା ଆକର୍ଷଣ କରୁଥିବ, ତାହାକୁ ବହୁତ ଟଙ୍କା ଦେଇକରି ଲୋକମାନେ ତାଙ୍କ ଘରକୁ ନେଇକରି ସକେସ୍ରେ ରଖନ୍ତି। ହେଲେ ଏ ମୃତ୍ତିକା ପାତ୍ର ଦେଖେଇ ହେବା ପାତ୍ର। ପ୍ରଭୁ କହୁଛନ୍ତି ମାତୃତ୍ୱ ସୁସମାଚାର 6 ପର୍ବରେ, ମାତୃତ୍ୱ ସୁସମାଚାର 6 ପର୍ବ ତାର 1 ପଦରେ, ଲୋକ ଦେଖାଇବା ପାଇଁ ସେମାନଙ୍କ ସାକ୍ଷାତରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମେମାନେ ସାବଧାନ ହୋଇଥାଅ, ନହେଲେ ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମମାନଙ୍କର ପୁରସ୍କାର ନାହିଁ। ହାଲେଲୁୟା। ଏ ଦେଖେଇ ହେବା ପାତ୍ରକୁ, ଏ ଡିଜାଇନ୍ ପାତ୍ରକୁ ଲୋକମାନେ ଦେଖିକିରି ବା 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 କହୁଛନ୍ତି, ବାଃ କେତେ ସୁନ୍ଦର ଅଛି, କେତେ ବଢ଼ିଆ ଅଛି, କିଏ କରୁଛନ୍ତି, ଆର ନିର୍ମାତା କିଏ ବୋଲି ଜାକି ଟେକିବା ଲୋକମାନେ ଆକା ସେମାନେ ଆଉ ଲୋକମାନେ ତାକୁ ପୁରା ଫୁଲିଯିବା ଲୋକମାନେ, ଆଉ ଦେଖାଇ ହେଉଥିବ ପୁରା ଅହଙ୍କାର ଈର୍ଷା ସେମାନଙ୍କଠାରେ ଥିବ। ସେମାନେ ଆଉ ପୁରା ଦେଖାଇ ହେଉଥିବେ, ନିଜକୁ ଧାର୍ମିକ ବୋଲି ଦେଖାଇ ହେଉଥିବେ। ଲୋକ ଦେଖାଇବା ପାଇଁ ସେମାନଙ୍କ ସାକ୍ଷାତରେ ଧର୍ମକର୍ମ ନ କର, ଏଥିପାଇଁ ତୁମେମାନେ ସାବଧାନ ହୋଇଥାଅ। ହାଲେଲୁୟା। ହେଲେ এই ପାତ୍ର ଭିତରେ କିଛି ନାହିଁ, ମାତ୍ର ଦେଖେଇ ମାତ୍ର ହେଉଅଛି। ସେହି ପ୍ରକାର ବିଶ୍ୱାସୀମାନେ, ସେହି ପ୍ରକାର ପାଷ୍ଟରମାନେ, ସେହି ପ୍ରକାର ଲୋକମାନେ
ବହୁତ ଆମ ଖ୍ରୀଷ୍ଟିଆନ ସମାଜରେ ଅଛନ୍ତି। ହାଲେଲୁୟା। ହେଲେ ଥରେ ଗୋଟେ ସଭାରେ କ'ଣ ହେଲା, ଗୋଟେ ସଭାକୁ ଗୋଟେ ପ୍ରଭୁଙ୍କ ଦାସଙ୍କୁ ଡାକିଥିଲେ। ଗୋଟେ ପ୍ରଭୁଙ୍କ ଦାସ ଗୋଟେ ସଭାକୁ ନିମନ୍ତ୍ରିତ ହେଇଥିଲେ। ଆଉ ସେ ଯେତେବେଳେ ବାକ୍ୟ କହିବାକୁ ଯିବେ ତା ପୂର୍ବରୁ ଆଉ ଗୋଟେ ଆଜ୍ଞା ବାକ୍ୟ କହୁଥିଲେ। ତାଙ୍କର ସରିଲା ପରେ ଏ ଆଜ୍ଞାଙ୍କୁ ବାକ୍ୟ ଦେବେ ବୋଲି ଆଉ ତାଙ୍କର ଟାଇମ୍ ଫିକ୍ସ କରାଯାଇଛି। ସେ ଷ୍ଟେଜ୍ ଚଢ଼ିବା ପୂର୍ବରୁ ସେ ବାହାରେ ବସିଛନ୍ତି। ଆଉ ତା ପୂର୍ବରୁ ଗୋଟେ ମାନ୍ୟଗଣ୍ୟ ବ୍ୟକ୍ତି, ଆଉ ବିଶେଷ କରି ଗୋଟେ ବଡ଼ ପାଷ୍ଟର, ପୋପ୍ ପାଷ୍ଟର, ପୁରା ପୋପ୍ ହେଇଥିବ। ସେ ପୁରା ଭୟଙ୍କର ଡ୍ରେସ୍ ପିନ୍ଧିଛି, ଆଉ ପୁରା ଉପର ତଳ ପର୍ଯ୍ୟନ୍ତ ବହୁତ ଶୁକ୍ଳ ବସ୍ତ୍ର ପିନ୍ଧିଛି, ଆଉ ପୁରା ଟିପଟାପ୍ ପାଇକି ଅଛି। ଆଉ ସେ ଚାଲୁକି ଆସୁଥିଲେ। ସେ ମିଟିଂ କରିବା ଲୋକମାନେ ସମସ୍ତେ ତାର ପଛରେ ବଡ଼ ବିଚିତ୍ର, ସେ ପରମେଶ୍ୱରଙ୍କୁ ଧରିକି ଗଲା ପରି ଆକା, ନହେଲେ ବଡ଼ ଅଫିସର ଗଲା ପରି ଫିଲ୍ ହେଇକରି ସେମାନେ ତାର ପଛରେ ଯାଉଥିଲେ। ହେଲେ ସେ ଷ୍ଟେଜ୍ ଚଢ଼ିଲେ, ସମସ୍ତେ ତାଳି ମାରିଲେ। ଆଉ ତାକୁ ଦେଖିବାକୁ ଲୋକମାନେ ବହୁତ ମାନେ ଆତୁରରେ ଆସିଥିଲେ। ପାଷ୍ଟର ଆଜ୍ଞା ଭାବୁଛନ୍ତି, ବାଃ କେତେ ସୁନ୍ଦର ଭାବରେ ଏମାନେ ତାଙ୍କୁ ସମ୍ମାନ ଦେଉଛନ୍ତି, ଆଉ ଆଙ୍କେ ବହୁତ ବଢ଼ିଆ ବାକ୍ୟ କହିବେ, ଆଉ ମୁଁ ମଧ୍ୟ ଶୁଣିବି ବୋଲି ପ୍ରଭୁଙ୍କ ଦାସ ସେ ଷ୍ଟେଜ୍ ତଳେ ରହିକରି ଶୁଣୁଅଛନ୍ତି। ହାଲେଲୁୟା। ସେ ପ୍ରକାର ସମୟରେ ଆଉ ସେ ଷ୍ଟେଜ୍ ଚଢ଼ିଲେ, ଆଉ ତାଙ୍କୁ ସମ୍ମାନିତ କରାଗଲା। ତାଙ୍କୁ ମାନେ ସେ ପୋପଙ୍କୁ ସମ୍ମାନିତ କରାଗଲା, ସେ ବଡ଼ ପାଷ୍ଟର। ହେଲେ ସେ ତାଙ୍କୁ ମାଉଥରେ କିଛି ବାକ୍ୟ କହିବା ନିମନ୍ତେ ପରିଚାରକ ତାଙ୍କୁ ମାଉଥ ଦେଲେ। ମାଉଥ ଦେଲା ପରେ ସେ କହିଲା, ପ୍ରଭୁଙ୍କ ନାମକୁ ଧନ୍ୟବାଦ ହଉ। ପ୍ରଭୁ ଆମକୁ ବହୁତ ଆଶୀର୍ବାଦ କରିଅଛନ୍ତି। ପ୍ରଭୁ ଆମକୁ ଏତେ ଆଶୀର୍ବାଦ କରିଅଛନ୍ତି, ଅଶୀ ଦିନ ମୁଁ ଉପବାସ କରିବାକୁ ପ୍ରଭୁ ମୋତେ ସାହାଯ୍ୟ କଲେ। 40 ଦିନ ନାହିଁ, 80 ଦିନ। 80 ଦିନ ପର୍ଯ୍ୟନ୍ତ ମୁଁ ଉପବାସ କଲି, ଆଉ ପ୍ରଭୁ ମୋତେ ସାହାଯ୍ୟ କଲେ। ଆଉ ମୁଁ ବହୁତ ବିଷୟ ଜାଣିଲି ଉପବାସରେ ବୋଲି କହିଲେ। ଏମାନେ କହିଲେ, ଏ ଦର୍ଶକମାନେ ସମସ୍ତେ, ବାଃ ଏ ଲୋକ 80 ଦିନ ଉପବାସ ପ୍ରାର୍ଥନା କଲେ, ଉପବାସରେ 80 ଦିନ ରହିଲେ। ସେ କହିଲା, ମୁଁ ଏଇ 80 ଦିନ ମଧ୍ୟ କୌଣସି ଖାଦ୍ୟ ଖାଇ ନାହିଁ, କୌଣସି ପାନୀୟ ଜଳ ମଧ୍ୟ ପିଇ ନାହିଁ। ମୁଁ 80 ଦିନ ପ୍ରଭୁଙ୍କ ଠାରେ ଆଉ ପ୍ରାର୍ଥନା କରିବାକୁ, ଉପବାସ କରିବାକୁ ପ୍ରଭୁ ମୋତେ ସାହାଯ୍ୟ କଲେ ବୋଲେ ଏ ଲୋକମାନେ ପୁରା କାବା ହେଇକରି ଦେଖୁଛନ୍ତି। କାବା ହେଇକରି ଦେଖିକରି, ବା ଏ ଆଙ୍କେ ପାଉଲଙ୍କ ଠାରୁ ବଡ଼, ଆଙ୍କେ ମଶାଙ୍କ ଠାରୁ, ଏଲିୟଙ୍କ ଠାରୁ ଏତେ ଭୟଙ୍କର ପାଷ୍ଟର ବୋଲି ଲୋକମାନେ କାବା ହେଇକି ଦେଖୁଛନ୍ତି। ହାଲେଲୁୟା। ସେତେବେଳେ ଆଉ ସେ ସମ୍ମାନିତ କରିବାକୁ ଗଲା ବେଳକୁ ଆଉ ବଡ଼ ଫୁଲମାଳ ଆଣିଲେ ପୁଣି ତାଙ୍କୁ ସମ୍ମାନ କରିବା ପାଇଁ। ମାନେ ତାଙ୍କର ଏତେ ଗୁଚ୍ଛା ଫୁଲମାଳ ଆଣିଲେ। ସେ ଫୁଲମାଳ ତାଙ୍କୁ ସେ ସମ୍ମାନ କଲା ପରେ ଆଉ ସେ କହୁଛନ୍ତି, ମୁଁ 80 ଦିନ ଉପବାସ କଲି। ଆଉ ମୁଁ ନୁହେଁ, କାରଣ ମୋ ପାଖରେ ପରମେଶ୍ୱର ଅଛନ୍ତି। ମୁଁ ଯେଉଁ ଡ୍ରେସ୍ ପିନ୍ଧିଛି, ଏ ଡ୍ରେସ୍ ମୋତେ ମୋଟା ନାହିଁ। ମୋତେ ପ୍ରଭୁ ମାତ୍ର 100 ଟଙ୍କାରେ ଏ ଡ୍ରେସ୍ ମୋତେ ଦେଇଛନ୍ତି ବୋଲି କହିଲା। 100 ଟଙ୍କାରେ ଏ ଡ୍ରେସ୍ ମୁଁ କିଣିଦେଲି। 100 ଟଙ୍କାର ଆକା ସିଲେଇ ହେଇଗଲା, ଆଉ 100 ଟଙ୍କାର ଆକା ମୁଁ ଏ ଡ୍ରେସ୍ ପିନ୍ଧିଛି। ପ୍ରଭୁ ଏତେ ବଡ଼ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି। ବୋଲା ଲୋକ, ବାପରେ ଆଜ୍ଞା ଏତେ ସୁନ୍ଦର ଡ୍ରେସ୍ ପିନ୍ଧିଛନ୍ତି, ସେଟା 100 ଟଙ୍କାର କେମିତି ମିଳିଗଲା ବୋଲିକରି ଲୋକମାନେ ଭାବୁଛନ୍ତି। ମାନେ ଦେଖେଇ ହେବା ପାତ୍ର। ମୁଁ 80 ଦିନ ଉପବାସ କଲି,
ମୁଁ ଯେଉଁ ଡ୍ରେସ୍ ପିନ୍ଧିଛି ସେ ଡ୍ରେସ୍ ଆଉ ମାତ୍ର ତାର ଦାମ ହେଉଛି 100 ଟଙ୍କା। ପ୍ରଭୁ କେତେ ବଡ଼ ଆଶ୍ଚର୍ଯ୍ୟ କର୍ମ କରୁଛନ୍ତି ଦେଖନ୍ତୁ ବୋଲି ସେ ଦେଖେଇ ହେଉଛି। ହାଲେଲୁୟା। ଆଉ ଗୋଟେ ପାତ୍ର କେମିତିକାର ପାତ୍ର ବୋଲି କହିଲେ, ଗୋଟିଏ ଗୃହରେ ମା ମାନେ କ'ଣ କରନ୍ତି, ସାନ ସାନ ପାତ୍ର ଗୁଡ଼ାକ କିଣିକିରି ତା ଭିତରେ ମାଟି କଥ ଆଉ ବିଭିନ୍ନ ପ୍ରକାର ଭଲ ଭଲ ମାଟି ସାର ଦେଇଥିବା ମାନେ ସାର ଗୋବର ସବୁ ମିଶିକିରି ଆଉ ସେଟା ଗୋଟେଟି କରିକିରି ଗୋଟେ ହାଣ୍ଡିରେ ପକେଇକିରି ଆଉ ସୁନ୍ଦର ସୁନ୍ଦର ଫୁଲ ଗଛ ମାନେ ସେଠି ଲଗାନ୍ତି। ହାଲେଲୁୟା। ସେ ଲଗାଇଲା ବେଳକୁ ସାଧାରଣ ଗଛ, କିନ୍ତୁ କେତେ ଦିନ ପରେ ସେ ସୁନ୍ଦର ଫୁଲ ଗୁଡ଼ାକୁ ପ୍ରକାଶିତ କରିବ। ହାଲେଲୁୟା। ସେ ମା ମାନେ କ'ଣ କରନ୍ତି, ସେ ଫୁଲ ଗଛ ମାନଙ୍କୁ ତାଙ୍କର ସ୍ଲାବ୍ ଉପରେ ଲାଇନ୍ କରି ସଜାଡ଼ିକିରି ରଖନ୍ତି। ଲୋକମାନେ ଆସି ଦେଖନ୍ତି, ବା ଫୁଲ ଏତେ ସୁନ୍ଦର ଅଛି, ଏତେ ସୁନ୍ଦର ଅଛି, ଫୁଲ କୋଉଠୁ ଆଣିଲ, କୋଉଠୁ କିଣିଲ ବୋଲିକିରି ଲୋକମାନେ ତାଙ୍କୁ ପ୍ରଶଂସା କରିବାକୁ ଲାଗୁଥିବେ। ସେ ଫୁଲକୁ ପୁରା ପ୍ରଶଂସା କରିବେ, କୋଉଠୁ ଆଣିଲ ବୋଲିକରି ସେ ମା ମାନଙ୍କୁ ମଧ୍ୟ ପ୍ରଶଂସା କରିବେ। କିନ୍ତୁ ସେ କୋଉଠୁ ଆସିଲା ସେ କଥା ସେମାନେ ଚିନ୍ତା କରିବେ ନାହିଁ। ସେ ଫୁଲକୁ ହିଁ ଦେଖିବେ ସେ ଲୋକମାନେ। ହାଲେଲୁୟା। କାରଣ ସେଇ ପାତ୍ର ତାଠାରେ କ'ଣ ଅଛି ତାହା ଦେଖେଇ ପାରିଲା। ହାଲେଲୁୟା। ହେଲେ ଏ ଫୁଲ ଗଛ କେମିତି ଆସିଲା, କୋଉଠୁ ଆଣିଲ ବୋଲି ଦେଖିଲା ବେଳକୁ ସେ ମାଟିରେ, ସେ ଭିତରୁ ଦେଖିଲା ବେଳକୁ ସେ ଭିତରେ ଖାଲି ମାଟି ଅଛି, ଗୋବର ଯାକ ଅଛି, ଛୋଟ ଛୋଟ ଏ ଯାକ ଜୀବାଣୁ ଟାଇପର ଅଛି, କେତେ ଜଣ ମାନେ ପିମ୍ପୁଡ଼ି ଯାକ କ'ଣ ଛୋଟ ଛୋଟଟା ସେଠି ଅଛି। ହେଲେ ସେ ପାତ୍ର ନିଜକୁ ଦେଖେଇ ହେଉନାହିଁ, କିନ୍ତୁ ତା ପାଖରେ ଯାହା ଅଛି ତାହା ପ୍ରକାଶ କରୁଅଛି, ତା ପାଖରେ ଥିବା ଶକ୍ତିକୁ ପ୍ରକାଶ କରୁଅଛି। ସେଟା ହେଉଛି ତାଠାରେ ରହିଥିବା ପାତ୍ର, ମାନେ ତାଠାରେ ଯାହା ଅଛି ତାହା ପ୍ରକାଶ କରିବା ପାତ୍ର ହେଉଛି ସେ ଦ୍ୱିତୀୟ ପାତ୍ରଟି। ଦ୍ୱିତୀୟ ପାତ୍ର ହେଉଛି ସେ ଯାହା ଭର୍ତ୍ତି କରିକି ନିଛି। ସେ କ'ଣ ଭର୍ତ୍ତି କରିଅଛି? ମାଟି କଥ ମାଟି ନାଇକି, ଆଉ ବିଭିନ୍ନ ପ୍ରକାର ସାରତ୍ୱ ରହିଥିବା ମାଟିକୁ ସେ ଭିତରେ ଭର୍ତ୍ତି କରିକିରି ସେ ସୁନ୍ଦର ଗଛ ଗୋଟେ ଉଠିଲା, ଆଉ ତହିଁରୁ ସୁନ୍ଦର ସୁନ୍ଦର ଫୁଲ ଗୁଡ଼ାକ ଆସିଲା। ହାଲେଲୁୟା। ଆଉ ତୃତୀୟ ପାତ୍ର ହେଉଛି ଭଙ୍ଗା ପାତ୍ର। ଗୋଟିଏ ମା କ'ଣ କଲା, ଦୁଇଟି ପାତ୍ର ନେଇକି କ'ଣ କରୁଥିଲା, ସବୁଦିନ ନଈରୁ ପାଣି ଆଣିକି ସେ ଦୁଇଟି ପାତ୍ରରେ ପାଣି ଆଣିକି ଗୋଟେ ମାନେ ସେ ପାଣି ସେ ବ୍ୟବହାର କରୁଥିଲା। ହେଲେ ତହିଁ ମଧ୍ୟରୁ ଗୋଟେ ପାତ୍ର ଭାଙ୍ଗି ଯାଇଛି, କଣା ହେଇଯାଇଛି। ହେଲେ ମଧ୍ୟ ସେ ମା କ'ଣ କରୁଛନ୍ତି ବୋଲି କହିଲେ, ନଈକୁ ସବୁଦିନ ଯାଉଛନ୍ତି, ସେ ଦୁଇଟା ପାତ୍ରରୁ ପାଣି ଆଣୁଛନ୍ତି। ଏ ଭଙ୍ଗା ପାତ୍ରର ପାଣି ଘରକୁ ଆସିଲା ବେଳକୁ ସରିଯାଉଛି, ଅଳ୍ପ ହେଇଯାଉଛି। ଏ ଭଲ ପାତ୍ର ପାଣି ସମ୍ପୂର୍ଣ୍ଣ ଭାବରେ ଆସୁଛି। ହେଲେ ଏ ଦୁଇଟି ପାତ୍ର ସବୁଦିନ କଥାବାର୍ତ୍ତା କରୁ, ହେଲେ ତୁ ଦେଖେ, ଆଉ ମାଙ୍କ ପାଇଁ ମୁଁ ବହୁତ କାମ କରୁଛି, ବହୁତ ପ୍ରୟୋଗ ହେଉଛି, ତୁ ତୋ ସାଙ୍ଗରେ ପାଣି ଆଣୁଛି, ମା ସିନା ଘରକୁ ଆସୁନାହିଁ, ତୁ ତ ଭଙ୍ଗା ପାତ୍ର ବୋଲି ସେ ଭଲ ପାତ୍ର ତାକୁ କହୁଅଛି। ସେ ନିଜକୁ କହୁଛି, ହଁ ସତ କଥା, ମା ମୋତେ କ'ଣ ପାଇଁ ଧରୁଛନ୍ତି, ମୋତେ କ'ଣ ପାଇଁ ବ୍ୟବହାର କରୁଛନ୍ତି, ମୋତେ ବାହାରେ ପକେଇଦେଲେ ଭଲ ହୁଅନ୍ତା ବୋଲି ସେ କହୁଛି। ହାଲେଲୁୟା। କିନ୍ତୁ ସେ ନିଜକୁ ଛୋଟ ହେଲା, ମୁଁ ତ ଭାଙ୍ଗି ଯାଇଛି, ମା ତଥାପି ମୋ ପ୍ରତି ଦୟା କରି ମୋ ସାଙ୍ଗରେ ଏକା କାମ କରୁଛନ୍ତି ବୋଲି ସେ ଦିନେ ମାକୁ ପଚାରିଲା, ମା ମୁଁ ତ ଭାଙ୍ଗି ଯାଇଛି, ମୁଁ ତୁମକୁ କୌଣସି ସାହାଯ୍ୟ କରିପାରୁନାହିଁ, ଆଉ ମୋତେ ବାହାରେ ପକାଇ ଦେଇକିରି ଆଉ ନୂଆ ପାତ୍ର ଗୋଟେ କିଣ ବୋଲି କହିଲା। ସେ ମା କହିଲେ, ତୁ କାମରେ ଲାଗୁନୁ ବୋଲି କିଏ ତୋତେ କହିଲା?
ତୁଇ ଏକା ମୋତେ ପୋଷୁଛୁ, ତୁଇ ଏକା ମୋତେ ସବୁ କିଛି ଦେଖୁଛୁ ବୋଲି କହିଲା। କେମିତି ମା ବୋଲି ପଚାରିଲାରୁ ଆମ ଘର ପାଖରେ ଯେଉଁ ବଗିଚା ଅଛି ସେ ବଗିଚା ଦକ୍ଷିଣ ପଟେ ମାନେ ଦକ୍ଷିଣ ପଟେ ଯେଉଁ ଫୁଲ ଗଛ ଗୁଡ଼ାକ ଅଛି ସେ ଫୁଲ ଗଛ ଜାଗାରେ ମୁଁ ଲଗାଇଛି। ସେ ଫୁଲ ଗଛ ଗୁଡ଼ାକୁ ସବୁଦିନ ତୁଇ ଏକା ପାଣି ଦେଉଛୁ, ସେଥିପାଇଁ ସେ ଫୁଲ ଗଛ ଯାକ କେତେ ସୁନ୍ଦର ରହିକିରି ଅଛନ୍ତି। ସେଠୁ ଫୁଲ ଯାକ ତୋଳିକିରି ମୁଁ ବଜାରରେ ବିକିକିରି ମୁଁ ଚଲୁଛି ମା ବୋଲି କହିଲା। ହାଲେଲୁୟା। ସେତେବେଳେ ଆଉ ସେ ବହୁତ ଖୁସି ହେଇଗଲା। ତୁଇ ଭଙ୍ଗା ପାତ୍ର ନାହିଁ, ତୁଇ ମୋର ଆବଶ୍ୟକ ପାତ୍ର ବୋଲି ସେ ପ୍ରଶଂସିତ ହେଲା। ହାଲେଲୁୟା। ହେଲେ ଆମେ 3ଟି ପାତ୍ର ବିଷୟ ଦେଖିଲୁ। ଏ ଭଙ୍ଗା ପାତ୍ର ନିଜକୁ ଛୋଟ କଲା। ପ୍ରଥମ ପାତ୍ର ଦେଖେଇ ହେଲା। ହାଲେଲୁୟା। ଦ୍ୱିତୀୟ ପାତ୍ର ତା ଭିତରେ କ'ଣ ଅଛି ତାହା ପ୍ରକାଶ କଲା। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆମେମାନେ କେଉଁ ପ୍ରକାର ଅଛୁ? ଆମେମାନେ ଦେଖେଇ ହେବା ପାତ୍ର ପରଛୁ ନା ଆମଠାରେ ଯାହା ଅଛି ତାହା ଦେଖେଇବା ମାନେ ସେ ଶକ୍ତିକୁ, ସେ ପ୍ରେମକୁ ଦେଖେଇବା ପାତ୍ର ପରି ଦିଶୁଛୁ, ନା ଆମେମାନେ ଭଙ୍ଗା ପାତ୍ର ପରି ନିଜକୁ ମାନେ ଛୋଟ କରି ଆମେ କିଛି ନାହିଁ, ମୋତେ ହେଲେ ମୋତେ ତୁମ ମା ଦୟା କରୁଛ ବୋଲି ପ୍ରଭୁଙ୍କୁ ଆମେ ପ୍ରଭୁ ତୁମ ଦୟାରେ ମୁଁ ବଞ୍ଚିଛି ପ୍ରଭୁ ବୋଲି କହୁଛୁ। ଏ 3ଟି ପାତ୍ର ଭିତରେ ଆପଣମାନେ କେଉଁ ପାତ୍ରରେ ଅଛନ୍ତି? ହାଲେଲୁୟା। ମୋର ପ୍ରିୟ ଲୋକମାନେ, ମାଥିଲୁ ସୁସମାଚାର 5 ପର୍ବ ତାର 16 ପଦରେ ଏ ପ୍ରକାର ଲେଖା ହେଇଛି, ସେହି ପ୍ରକାର ତୁମମାନଙ୍କର ଆଲୋକ ଲୋକମାନଙ୍କର ସାକ୍ଷାତରେ ପ୍ରକାଶ ପାଅ, ଯେପରି ସେମାନେ ତୁମମାନଙ୍କ ସତ୍କର୍ମ ଦେଖି ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ହାଲେଲୁୟା। ଆମମାନଙ୍କ ସତ୍କର୍ମ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ'ଣ କରିବାର ଅଛି? ଆମ ହୃଦୟରେ ରଖିବାର ଅଛି। ସେଇ ଧନକୁ ଆମେ ଦେଖାଇବାର ଅଛି। ସେ ମା ମାନେ ଯେ ପ୍ରକାର ଫୁଲ କୁଣ୍ଡି ଭିତରେ ଯେଉଁ ମାଟି ସବୁ ରଖିଥାନ୍ତି, ସେ ମାଟି ଦେଖାଇବା ଦରକାର ନାହିଁ। ସେ ମାଟିରୁ ଯେଉଁ ଫୁଲଟା ବାହାରିବ ସେ ଫୁଲକୁ ଆମେ ଦେଖାଇବାର ଅଛି। ସେ ଫୁଲ ହେଉଛନ୍ତି ଯୀଶୁ। ହାଲେଲୁୟା। ସେ ଫୁଲ ହେଉଛନ୍ତି ଯୀଶୁ। ସେ ପ୍ରକାଶିତ ହେଉଛନ୍ତି। ପ୍ରଭୁଙ୍କର ମହାଶକ୍ତି ପ୍ରକାଶିତ ହେବା ପାଇଁ ଆମମାନଙ୍କ ଭିତରକୁ ସେ ବାହାରୁଛନ୍ତି। ହାଲେଲୁୟା। ମାଟି କୁଣ୍ଡରୁ ଆଉ ଏ ଗଛରୁ ଫୁଲ ବାହାରିଲା ପରେ, ମାଟି କୁଣ୍ଡରୁ ଫୁଲ ଗଛ ବାହାରି ଆଉ ସେ ଗଛ ସୁନ୍ଦର ଫୁଲ ଜଗତକୁ ଦେଖାଇଲା ପରେ ଆମେମାନେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏଇ ମାଟି ଶରୀର ଭିତରେ ଆମେମାନେ ମଧ୍ୟ କ'ଣ କରିବାର ଅଛି? ଯୀଶୁଙ୍କୁ ଦେଖାଇବାର ଅଛି। ହାଲେଲୁୟା। ସେହି ପ୍ରକାର ଯଦି ଆମେମାନେ ପ୍ରଭୁଙ୍କୁ ଦେଖାଇ ପାରିବା, ପ୍ରଭୁଙ୍କ ଶକ୍ତିକୁ ଦେଖାଇ ପାରିବା, ପ୍ରଭୁଙ୍କ ଆଲୋକକୁ ଦେଖାଇ ପାରିବା, ତାହେଲେ ଆମେମାନେ ଧନ୍ୟ ଅଟୁ। ହାଲେଲୁୟା। ନିଜକୁ ଦେଖାଇ ହେବା ପାତ୍ର ପରେ ଆମେ ହେବାର ନାହିଁ। ନିଜକୁ ଦେଖାଇ ହେଲେ ଆମେମାନେ ଦିନେ ଲୋକମାନଙ୍କର ପୁରସ୍କାର ପାଇବୁ ସିନା, ପରମେଶ୍ୱରଙ୍କ ନିକଟରେ କୌଣସି ପୁରସ୍କାର ପାଇପାରିବୁ ନାହିଁ। ହାଲେଲୁୟା। ଦେଖନ୍ତୁ, ଯେଉଁ ପାତ୍ର ନିଜଠାରୁ ଦେଖାଉଛି, ନିଜ ପାଖରେ ଯାହା ଅଛି ତାହାକୁ ପ୍ରକାଶ, ପ୍ରଭୁଙ୍କର ଶକ୍ତିକୁ ପ୍ରକାଶ କରୁଛନ୍ତି, ସେ ଅନୁସାରେ ଆମେମାନେ ମଧ୍ୟ ପ୍ରଭୁଙ୍କର ଶକ୍ତିକୁ ପ୍ରକାଶ କରିବାର ଅଛି। ପ୍ରଭୁ ଏ ପଠିତ ବାକ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଛୋଟ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତକାରୀ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକୃତିକ ପରମେଶ୍ୱର, ଆଜିର ବାକ୍ୟ ଅନୁସାରେ ତୁମ ଲୋକମାନେ ଜୀବନଯାପନ କରିବେ, ତୁମ ସତ୍ୟ ବାକ୍ୟରେ ଚାଲିପାରିବେ, ସେଥିପାଇଁ ସାହାଯ୍ୟ କର ବୋଲି, ତୁମ ପବିତ୍ର ଆତ୍ମାଙ୍କ ଚାଲନାରେ ଚାଲିବାକୁ ତୁମେ ଆଶୀର୍ବାଦ କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କଲେ ପ୍ରଭୁ। ଆମେନ୍। ପ୍ରେଜ୍ ଦ ଲର୍ଡ।